ସିନିୟର ବିପ୍ରଚରଣ ପାତ୍ର ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ରୂପେ ନିର୍ବାଚିତ। ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ବାଲିପଦର ରଘୁନାଥ ବିହାର ସ୍ଥିତ ନିଜସ୍ୱ କୋଠାରେ ମଞ୍ଚ ସଭାପତି ଇଞ୍ଜିନିୟର ବିପ୍ରଚରଣ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଭାରେ ଅତିଥି ଭାବେ ଉପସଭାପତି ମାଧବ ଚନ୍ଦ୍ର ଭୋଳ, ଉପଦେଷ୍ଟା ବଂଶୀଧର ବିଶୋଇ, ଦୀତିକୃଷ୍ଣ ବିଶ୍ୱାଳ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର, ଯୁଗ୍ମ ସମ୍ପାଦକ ପି କୃଷ୍ଣା ରାଓ ଦୋରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବାର୍ଷିକ ଆୟବ୍ୟୟର ହିସାବ ସହ ବାର୍ଷିକ ବିବରଣୀ ସମ୍ପାଦକ ପାଠ କରିଥିଲେ। ଚଳିତ ବର୍ଷ ନିର୍ବାଚନରେ ବିଜୟ ଚନ୍ଦ୍ର ମହାରଣା ଓ ଏ ସର୍ଭିସ ଆଚାରୀ ତତ୍ତ୍ୱାବଧାରକ ଥିଲେ। କାର୍ଯ୍ୟକାରୀ ସଦସ୍ୟ ଭାବେ ଲକ୍ଷ୍ମଣ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରା, କବିରାଜ ପରିଡ଼ା, ଶଶିଭୂଷଣ ସେନାପତି, ବାଞ୍ଛାନିଧି ଜେନା, ପଦ୍ମଲୋଚନ ଗୌଡ଼, ପୁରୁଷୋତ୍ତମ ସାହୁ, ଉମାଚରଣ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ଆଗାମୀ 3 ବର୍ଷ ପର୍ଯ୍ୟନ୍ତ ଇ ବିପ୍ରଚରଣ ପାତ୍ର ସଭାପତି, ଉପସଭାପତି ମାଧବ ଚନ୍ଦ୍ର ଭୋଳ, ପ୍ରକାଶ ଚନ୍ଦ୍ର ରଥ ସମ୍ପାଦକ, ଯୁଗ୍ମ ସମ୍ପାଦକ ପି କୃଷ୍ଣାରାଓ ଦୋରା, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବଂଶୀଧର ବିଶୋଇ ଓ ଦୀତିକୃଷ୍ଣ ବିଶ୍ୱାଳ ପୁନର୍ବାର ମନୋନୀତ ହୋଇଛନ୍ତି। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।